ମୁଁ ପ୍ରଥମରୁ ଆପଣମାନଙ୍କ ପାଖରେ କହିଛି ପିସିସି ସଭାପତି ଯାହାକୁ କହିଲେ ମୁଁ ତାଙ୍କୁ ଭୋଟ ଦେଇଛି। ପିସିସି ସଭାପତି କଣ କହିଥିଲେ? ପିସିସି ଯାହାକୁ କହିଲେ ମୁଁ ତାଙ୍କୁ ଭୋଟ ଦେଇଛି। ପିସିସି ସଭାପତି କଣ କହିଥିଲେ? ଯାହାକୁ କହିଲେ ମୁଁ ତାଙ୍କୁ ହିଁ ଭୋଟ ଦେଇଛି। ଆପଣ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛନ୍ତି? ନାଇଁ ନାଇଁ ମୁଁ ତ କହିଲି ନା ପିସିସି ସଭାପତି ମୁଁ କାହା ନାଁ ନେଇକି ମୁଁ କହୁନି। ପିସିସି ସଭାପତି ଯାହାକୁ କହିଲେ ତାଙ୍କୁ ହିଁ ଭୋଟ ଦେଇଛି। ମୁଁ ଆପଣମାନଙ୍କ ପାଖରେ ପ୍ରଥମରୁ କହିଛି ଯେ ସେ ଯାହାକୁ କହିଥିଲେ ମୁଁ ତାଙ୍କୁ ହିଁ ଭୋଟ ଦେଇଛି। ଆଚ୍ଛା ଇଏ ଆପଣ କ୍ରସ୍ ଭୋଟ କରିଛନ୍ତି ବୋଲି ପିସିସି ସେ ସଭାପତି କହିବେ ମୁଁ କଣ କରିବି? ତେଣୁ ତାମାନେ ଆପଣ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛନ୍ତି। ସେ ତାଙ୍କୁ କହିବେ ମୁଁ କିନ୍ତୁ ସେ ଯାହାଙ୍କୁ କହିଛନ୍ତି ତାଙ୍କୁ ହିଁ କହିଲେ ଭୋଟ ତ ଦେଇଛି। ଭୋଟ ଦେଲେ ନିଲମ୍ବନ କାହିଁ ହେଲେ? ଯଦି ସେ- ନିଲମ୍ବନ କରିବେ ଯଦି ମୁଁ କଣ କରିବି? ନିଲମ୍ବନ ଯଦି କରିବେ ମୁଁ କଣ କହିବି? ପିସିସି ସଭାପତି କହିଲେ ଭୋଟ ଦିଅ ପୁଣି ଦିଲ୍ଲୀପ ଭୋଟ ଦିଅ ନିଲମ୍ବନ ହେଲେ ପିସିସି ସଭାପତି ଯଦି ନିଲମ୍ବନ କଲେ ସେପଟେ କଣ ଆପଣଙ୍କୁ କହିପାରିବେ ଯେ ତାଙ୍କୁ ଭୋଟ ଦେବା ପାଇଁ କହିଥିବେ କେବେ? କିଏ? ତାହେଲେ କଲେ କାହିଁକି? ମୁଁ ସେ କଥା କହୁନି। ମୁଁ କହୁଛି ସେ ଯାହାକୁ କହିଛନ୍ତି ତାଙ୍କୁ ମୁଁ ଭୋଟ ଦେଇଛି। ଆଚ୍ଛା ନିଲମ୍ବନକୁ ନେଇ ପିସିସି ସଭାପତି କଣ କହିବେ? ନିଲମ୍ବନ କରିଛନ୍ତି ତାଙ୍କର ଯାହା ପାୱାର ଅଛି ସେ କରିବେ, କିଛି ଅସୁବିଧା ନାହିଁ। କାହିଁକି ଆପଣ ନିଲମ୍ବନ କଲେ? କାରଣ କଣ? ଠିକ ଅଛି, ନିଲମ୍ବନ କଲେ ଆମେ ତାକୁ ବି ଆମେ ଗ୍ରହଣ କରୁଛୁ। କାହିଁକି ନିଲମ୍ବନ କାରଣ କଣ? ହାଁ? ଆଚ୍ଛା ଖୋଜନ୍ତୁ ନୂଆ ନେତା ଖୋଜିବାରେ ମୋର ଅସୁବିଧା କିଛି ନାହିଁ। ବର୍ତ୍ତମାନ ମୁଁ କଂଗ୍ରେସ ଦଳର ଅଛି, କଂଗ୍ରେସ ଦଳ ରହିଛି, ମୋର କର୍ମୀ ମାନଙ୍କ ସାଙ୍ଗରେ ମୁଁ ଅଛି ଏବଂ ଯୋଉମାନଙ୍କୁ ନୂଆ ନେତା କରିବା ପାଇଁ ଯାଇଛନ୍ତି ସେମାନେ ସବୁ ବିଜେଡିର ଲୋକ, ଯୋଉମାନେ ମତେ 2024ରେ ବିରୋଧ କରିଛନ୍ତି ସେମାନଙ୍କୁ ହିଁ ଭେଟୁଛନ୍ତି। ଦାଶରଥୀ ବାବୁ ପିସିସି ସଭାପତି ତାହେଲେ କଣ ଦିଲ୍ଲୀପ ରାୟଙ୍କ ଏଜେଣ୍ଟ ଥିଲେ? କଣ ଥିଲେ ମୁଁ ସେଟା କାହିଁକି କହିବି ଏବେ? ନାଇଁ ଆଉ ଆପଣ କହୁଛନ୍ତି ଦିଲ୍ଲୀପ ମୁଁ ଏବେ ମୁଁ ଆପଣମାନଙ୍କ ପାଖରେ ମୁଁ ସ୍ପଷ୍ଟ କରିବା ପାଇଁ ଚାହୁଁଛି ସେ ଯାହାକୁ କହିଥିଲେ ମୁଁ ତାଙ୍କୁ ଭୋଟ ଦେଇଛି। କାହିଁକି ହେଲେ ଆପଣ? ସସ୍ପେଣ୍ଡ କରିଲେ ତାଙ୍କୁ ଆପଣ ପଚାରନ୍ତୁ କଣ ପାଇଁ ସସ୍ପେଣ୍ଡ କଲେ। ଚାରିଦିନ ହବ ହାଉସକୁ ଆସୁନାହାନ୍ତି। ମୁଁ କିଛି ଭୁଲ କରିନି। ଭବିଷ୍ୟତ ରାଜନୀତି ଉପରେ ପ୍ରଭାବ ପଡିବନି ସବୁ କିଛି? ମୋର ରାଜନୀତି ପ୍ରଭାବ ପଡିବାର ନାହିଁ। 2029ରେ ପୁଣି କମିଂ ବିଧାନସଭା। ପିସିସି ସଭାପତି କହିଲେ ଆପଣ ଦେବା ପାଇଁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେବେ। ପିସିସି ସଭାପତି 2029ରେ ପୁଣି ମୁଁ ବିଧାନସଭାକୁ ଆସିବି। କୋଉ ଦଳରୁ? କଂଗ୍ରେସ ତ ନିଲମ୍ବିତ କଲା। କଂଗ୍ରେସ ଦଳ, କଂଗ୍ରେସ ପିଲା 30 ବର୍ଷର ରାଜନୀତି ମୁଁ କଂଗ୍ରେସରେ ଅଛି, କଂଗ୍ରେସରେ ଦଳ ଆସିବି। ବିରୋଧ କଲେ ଦଳ ବିରୋଧ କଲେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଦିବାସୀଙ୍କୁ ଭଲ ପାଉଛି, ଆଦିବାସୀ ପିଲା ମୁଁ ଆଦିବାସୀ ହିସାବରେ ମତେ ସେ ନିଶ୍ଚିତ ଭାବରେ ଡାକିବେ। ଲେଖିକି ଜଣେଇବେ କି ଆପଣ? ଜଣେଇବାର କଣ ଅଛି, ସେ ସବୁ ଜାଣିଛନ୍ତି। ଆପଣ ତ ଦଳ ବିରୋଧୀ କାର୍ଯ୍ୟ କଲେ କେମିତି ଆଶା କରୁଛନ୍ତି? ଦଳ ବିରୋଧୀ କୋଉଠି ମୁଁ କରିଛି? କଂଗ୍ରେସ ଦଳରେ 30 ବର୍ଷ ହେଲା କାମ କରିଛି। 30 ବର୍ଷ ଭିତରେ କ୍ରସ୍ ଭୋଟିଂ ମୁଁ କରିନି। କ୍ରସ୍ କୋଉଠି ଆସିଲା? ଭୋଟ ତ ମୁଁ ତାଙ୍କ ଯାହା କହିଲେ ତା ଭୋଟ ଦେଇଛି।